ଯେଉଁମାନଙ୍କ ଘରେ ସୋଲାର ପ୍ୟାନେଲ ଅଛି ସେମାନଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚୟ ଆସିଥିବ। ଯେଉଁ ବିଜୁଳି ବ୍ୟବହାର ହେଉନି ସେହି ବଳକା ବିଜୁଳିର ଆଖିର କ'ଣ ହୁଏ? ତେବେ ଚାଲନ୍ତୁ ଆଜି ଏହି କଥାକୁ ଟିକେ ଭଲ ଭାବରେ ବୁଝିବା। ଭାବନ୍ତୁ ତ ଦିନବେଳା ପ୍ରବଳ ଖରା, ଆପଣଙ୍କ ଛାତ ଉପରେ ଥିବା ସୋଲାର ପ୍ୟାନେଲ ପୁରା ଦମରେ ବିଜୁଳି ତିଆରି କରୁଛି। ହେଲେ ଆପଣ ଅଫିସରେ ଘରେ କେହି ନାହାନ୍ତି ଆଉ ସବୁ ଲାଇଟ୍, ଫ୍ୟାନ୍, ଏସି ବନ୍ଦ ଅଛି। ତେବେ ଏତେ ସବୁ ବିଜୁଳି ଯାଉଛି କୁଆଡ଼େ? ଆଉ ଏଇଟା ହିଁ ସେହି ପ୍ରଶ୍ନ ଯାହା ପ୍ରାୟ ସବୁ ସୋଲାର ମାଲିକଙ୍କ ମନରେ ଥାଏ। କ'ଣ ଏତେ ମୂଲ୍ୟବାନ ଶକ୍ତି ଏମିତି ହିଁ ନଷ୍ଟ ହୋଇଯାଉଛି? ହୁଏତ ଏହାର ଉତ୍ତର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଆସନ୍ତୁ ଏହାକୁ ଆହୁରି ଭିତରକୁ ଯାଇ ବୁଝିବା। ସବୁଠାରୁ ବଡ଼ ଡର ତ ଏଇଆ ଯେ ଏହି ମୂଲ୍ୟବାନ ବିଦ୍ୟୁତ୍ ବୋଧହୁଏ ନଷ୍ଟ ହୋଇଯାଉଛି। କିନ୍ତୁ ଭଲ ଖବର ହେଉଛି ଏମିତି କିଛି ବି ହୁଏ ନାହିଁ। ଏହାର ଏକ ବହୁତ ବଢ଼ିଆ ଆଉ ସ୍ମାର୍ଟ ସମାଧାନ ଅଛି। ଜାଣିଛନ୍ତି, ଆମ ସୋଲାର ସିଷ୍ଟମ ଆମେ ଭାବିବାଠାରୁ ବହୁତ ବେଶି ବୁଦ୍ଧିମାନ। ଏହାକୁ ଆପେ ଆପେ ଜଣାପଡ଼ିଯାଏ ଯେ କେତେବେଳେ ବିଜୁଳି ବେଶି ତିଆରି ହେଉଛି ଆଉ ସେହି ବଳକା ବିଜୁଳିକୁ କ'ଣ କରିବାକୁ ହେବ ସେ କଥା ବି ସେ ନିଜେ ସମ୍ଭାଳି ନିଏ। ଆମକୁ କିଛି ଚିନ୍ତା କରିବାକୁ ପଡ଼େନି। ହଁ, ଏଇଟା ହିଁ ହେଉଛି ସବୁଠାରୁ ସରଳ ଆଉ ସିଧା ଉତ୍ତର। ଯେତେବେଳେ ଆପଣଙ୍କର ଘରର ଯେତିକି ଦରକାର ସେତିକି ପୂରଣ ହୋଇଯାଏ, ବାକି ଯାହା ବିଜୁଳି ବଳେ ତାହା ପାଖରେ ଥିବା ବିଦ୍ୟୁତ୍ ଗ୍ରିଡ୍କୁ ପଠାଇ ଦିଆଯାଏ। ଏହି ସିଷ୍ଟମର ସବୁଠୁ ବଢ଼ିଆ କଥା ହେଲା ଏଇଟା ପୁରା ସହଜ। ଆମକୁ କୌଣସି ସୁଇଚ୍ ଅନ୍ ଅଫ୍ କରିବାର ନାହିଁ କି କୌଣସି ବଟନ୍ ଦବାଇବାର ନାହିଁ। ଥରେ ଇନଷ୍ଟଲ୍ ହୋଇଗଲା ମାନେ ବାସ୍ କାମ ସରିଲା। ଏହା ପୂରାପୂରି ଅଟୋମେଟିକ୍। ଏହାକୁ କହନ୍ତି ସେଟ୍ କରନ୍ତୁ ଆଉ ଭୁଲି ଯାଆନ୍ତୁ ସିଷ୍ଟମ। କିନ୍ତୁ ଏଇ ଯେଉଁ ବିଜୁଳି ଗ୍ରିଡ୍କୁ ଯାଉଛି, ଏହା କେମିତି କାମ କରେ ଆଉ ଆମକୁ ପୁଣି ଫେରିକି ମିଳେ କେମିତି? ଏହାକୁ ବୁଝିବା ପାଇଁ ଗୋଟେ ବହୁତ ସରଳ କନସେପ୍ଟ ଅଛି। ଯଦି ଆମେ ଏଇଟା ବୁଝିଗଲେ ତାହେଲେ ଅନଗ୍ରିଡ୍ ସୋଲାରର ପୁରା ଖେଳଟା ସ୍ପଷ୍ଟ ହୋଇଯିବ। ଏଇଟା ଗୋଟେ ବହୁତ ଭଲ ପ୍ରଶ୍ନ। ଯଦି ଆମ ପାଖରେ ବିଜୁଳି ଜମା କରି ରଖିବା ପାଇଁ କୌଣସି ବ୍ୟାଟେରୀ ନାହିଁ, ତାହେଲେ ରାତିରେ କିମ୍ବା ଯେତେବେଳେ ଖରା ନଥାଏ ସେତେବେଳେ ଆମକୁ ବିଜୁଳି ମିଳେ କେଉଁଠୁ? ଆଗକୁ ବଢ଼ିବା ପୂର୍ବରୁ ଆସନ୍ତୁ ଗୋଟେ ଜିନିଷ ସ୍ପଷ୍ଟ କରିଦେବା। ଏଇ ଯେଉଁ ଗ୍ରିଡ୍ ଶବ୍ଦ ଆମେ ବାରମ୍ବାର କହୁଛେ ତାହା ପ୍ରକୃତରେ କ'ଣ? ଦେଖନ୍ତୁ, ସରଳ ଭାଷାରେ ଏଇଟା ହେଉଛି ସେହି ବିଦ୍ୟୁତ୍ ତାରର ବିଶାଳ ନେଟୱାର୍କ ଯାହା ଆମ ସମସ୍ତଙ୍କ ଘରକୁ ପରସ୍ପର ସହିତ ଆଉ ପାୱାର ପ୍ଲାଣ୍ଟ ସହିତ ଯୋଡ଼ିଥାଏ। ବାସ୍, ଏଇଟା ହିଁ ହେଉଛି ମୂଳମନ୍ତ୍ର। ଆମକୁ ନିଜ ଘରେ ଗୋଟେ ଦାମିକା ବ୍ୟାଟେରୀ ଲଗାଇବାର କୌଣସି ଦରକାର ନାହିଁ, କାହିଁକିନା ସାରା ସହରର ବିଦ୍ୟୁତ୍ ଗ୍ରିଡ୍ ଆମ ପାଇଁ ଗୋଟେ ବହୁତ ବଡ଼ ବ୍ୟାଟେରୀ ଭଳି କାମ କରେ। ଏହି ଦେବାନେବା ସମ୍ପର୍କଟା ବହୁତ ସିଧା। ଦିନବେଳା ଯେତେବେଳେ ଖରା ଅଛି ଆମେ ଆମର ବଳକା ବିଜୁଳି ଦେଇ ଗ୍ରିଡ୍କୁ ଚାର୍ଜ କରୁ, ଆଉ ରାତିରେ ଯେତେବେଳେ ଆମ ପ୍ୟାନେଲ କାମ କରେନି ଆମେ ସେହି ଗ୍ରିଡ୍ରୁ ବିଜୁଳି ଆଣି ବ୍ୟବହାର କରୁ। ଠିକ୍ ଅଛି, ଟେକ୍ନିକାଲ କଥା ତ ବୁଝିଗଲେ। ଏବେ ଆସନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାକୁ, ଯାହା ହେଲା ପଇସା କଥା। କାରଣ ସମସ୍ତେ ଜାଣିବାକୁ ଚାହାନ୍ତି ଯେ ଏହି ବଳକା ବିଜୁଳି ଦେଇ ସେମାନଙ୍କର କ'ଣ ଲାଭ ହୁଏ। ଏଇଟା ହେଉଛି ସବୁଠୁ ସାଧାରଣ ପ୍ରଶ୍ନ। ଅନେକ ଲୋକ ଭାବନ୍ତି ଯେ ସେମାନେ ବିଜୁଳି ତିଆରି କରି ସରକାରଙ୍କୁ ବିକିବେ ଆଉ ଟଙ୍କା ରୋଜଗାର କରିବେ। ତେବେ ଆସନ୍ତୁ ଏହାର ଅସଲ କଥାଟା କ'ଣ ଜାଣିବା। ଦେଖନ୍ତୁ, ସିଧା କଥା ହେଲା ଏଥିରେ ନଗଦ ଟଙ୍କା ମିଳେ ନାହିଁ, ବରଂ ଆପଣ ଗ୍ରିଡ୍କୁ ଯେତିକି ୟୁନିଟ୍ ବିଜୁଳି ଦେଇଛନ୍ତି ସେତିକି ଆପଣଙ୍କ ମାସିକ ବିଲ୍ରୁ କଟିଯାଏ। ଏହାକୁ କୁହାଯାଏ ବିଲ୍ ଆଡଜଷ୍ଟମେଣ୍ଟ ବା ନେଟ୍ ମିଟରିଂ, ଆଉ ଏହାଦ୍ୱାରା ବିଲ୍ ବହୁତ କମ୍ ହୋଇଯାଏ। ଏ ପ୍ରକ୍ରିୟାଟା ବହୁତ ସରଳ। ମାସ ଶେଷରେ ମିଟର ରିଡିଂରୁ ଦେଖାଯାଏ ଯେ ଆପଣ କେତେ ବିଜୁଳି ଗ୍ରିଡ୍କୁ ଦେଇଛନ୍ତି ଆଉ କେତେ ଗ୍ରିଡ୍ରୁ ନେଇଛନ୍ତି। ବାସ୍ ସେହି ଦେବାନେବା ହିସାବରେ ଆପଣଙ୍କର ଫାଇନାଲ ବିଲ୍ ତିଆରି ହୁଏ, ଯାହା ସାଧାରଣତଃ ପ୍ରାୟ ଶୂନ୍ୟ ପାଖାପାଖି ଆସେ। ବର୍ତ୍ତମାନର ବାସ୍ତବତା ତ ଜାଣିଗଲେ। ଏବେ ଚାଲନ୍ତୁ ଟିକେ ଆଗକୁ ଦେଖିବା। ଭାରତରେ ସୌରଶକ୍ତିକୁ ନେଇ ଭବିଷ୍ୟତରେ କ'ଣ ସବୁ ନୂଆ ଜିନିଷ ଆସିପାରେ ସେ ବିଷୟରେ ଜାଣିବା। ଏଇଟା ଗୋଟେ ବହୁତ ମଜାଦାର କନସେପ୍ଟ। ଏହାର ମାନେ ହେଲା ଭବିଷ୍ୟତରେ ହୁଏତ ଆପଣ ନିଜର ବଳକା ବିଜୁଳି ସିଧାସଳଖ ନିଜ ପଡ଼ୋଶୀଙ୍କୁ କିମ୍ବା ଆଉ କାହାକୁ ବି ବିକ୍ରି କରିପାରିବେ। କଳ୍ପନା କରନ୍ତୁ ତ, ଗୋଟେ ଆପାର୍ଟମେଣ୍ଟର ଛାତ ପୁରା ବିଲ୍ଡିଂକୁ ବିଜୁଳି ଯୋଗାଉଛି, କିମ୍ବା ଗୋଟେ କଲୋନୀର ଲୋକମାନେ ନିଜ ନିଜ ଭିତରେ ବିଜୁଳି କିଣାବିକା କରୁଛନ୍ତି। ଭର୍ଚୁଆଲ ନେଟ୍ ମିଟରିଂ ଭଳି ନୂଆ ନୂଆ ଟେକ୍ନୋଲୋଜି ଏହି ଭବିଷ୍ୟତକୁ ସତ କରିବାକୁ ଯାଉଛି। ଭବିଷ୍ୟତରେ ଏହିସବୁ କଥା ଶୁଣିବାକୁ ବହୁତ ଭଲ ଲାଗୁଛି, କିନ୍ତୁ ବର୍ତ୍ତମାନ ପାଇଁ ସୋଲାର ଲଗାଇବା ବେଳେ ଗୋଟେ ବାସ୍ତବବାଦୀ ଦୃଷ୍ଟିକୋଣ ରଖିବା ବହୁତ ଜରୁରୀ। ଆସନ୍ତୁ ସ୍ପଷ୍ଟ ଭାବେ ବୁଝିବା ଯେ ସୋଲାର ଲଗାଇବାର ପ୍ରକୃତ ଉଦ୍ଦେଶ୍ୟ କ'ଣ ହେବା ଉଚିତ। ତେଣୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୋଲାର ପ୍ୟାନେଲ ଲଗାଇବାର ପ୍ରଥମ ଆଉ ମୂଳ ଉଦ୍ଦେଶ୍ୟ ହେଉଛି ଆମ ବିଦ୍ୟୁତ୍ ବିଲ୍କୁ କମ୍ କରିବା କିମ୍ବା ପୁରା ଶୂନ୍ୟ କରିଦେବା, ଆଉ ବିଦ୍ୟୁତ୍ କମ୍ପାନୀ ଉପରେ ଯେଉଁ ନିର୍ଭରଶୀଳତା ଅଛି ତାକୁ କମାଇବା। ଯଦି ଆପଣଙ୍କ ସିଷ୍ଟମରୁ କିଛି ବଳକା ବିଜୁଳି ଗ୍ରିଡ୍କୁ ଯାଉଛି ଆଉ ସେଥିପାଇଁ ବିଲ୍ କମୁଛି, ତାହେଲେ ତାକୁ ଗୋଟେ ବୋନାସ୍ ବୋଲି ଭାବନ୍ତୁ। କିନ୍ତୁ ଏହାକୁ ଗୋଟେ ନିୟମିତ ଆୟର ଉତ୍ସ ଭାବରେ ଦେଖିବା ଠିକ୍ ନୁହେଁ।
ଏହାକୁ ଏମିତି ଭାବନ୍ତୁ, ସୋଲାର ପ୍ୟାନେଲ ଗୋଟେ ପିଗି ବ୍ୟାଙ୍କ ଭରି, ଯୋଉଠି ଆପଣ ପଇସା ସଞ୍ଚୟ କରନ୍ତି। ଏହା କୌଣସି ଦୋକାନର କ୍ୟାଶ କାଉଣ୍ଟର ନୁହେଁ, ଯୋଉଠୁ ଆପଣଙ୍କୁ ନିୟମିତ ଟଙ୍କା ମିଳିବ। ଏଇଟା ହେଉଛି ଖର୍ଚ୍ଚ କମାଇବା ପାଇଁ ଗୋଟେ ନିବେଶ, ଟଙ୍କା ରୋଜଗାର କରିବାର ବ୍ୟବସାୟ ନୁହେଁ। ଯେଉଁ ଲୋକମାନେ ଏହି ମୌଳିକ ପାର୍ଥକ୍ୟକୁ ଭଲ ଭାବରେ ବୁଝିପାରନ୍ତି, ସେମାନେ ହିଁ ସୋଲାର ଶକ୍ତିରୁ ସବୁଠୁ ବେଶୀ ଲାଭ ପାଇପାରିବେ ଆଉ ଭବିଷ୍ୟତରେ କେବେ ବି ନିରାଶ ହୁଅନ୍ତି ନାହିଁ। ଆଶା କରୁଛୁ ବଳକା ସୌରଶକ୍ତିର ରହସ୍ୟ ଏବେ ସ୍ପଷ୍ଟ ହୋଇଯାଇଥିବ। କିନ୍ତୁ ଏହା ସହ ଜଡ଼ିତ ଆଉ ଗୋଟେ ବଡ଼ ପ୍ରଶ୍ନ ଅଛି। ଅନେକ ଲୋକ କୁହନ୍ତି ଯେ ସୋଲାର ଲଗେଇଲା ପରେ ବି ସେମାନଙ୍କ ବିଲ୍ କାହିଁକି ପୁରା ଶୂନ୍ୟ ହେଉନାହିଁ। ଏହା ପଛର କାରଣ କ'ଣ? ଏ ବିଷୟରେ ଜାଣିବା ପାଇଁ ଦେଖନ୍ତୁ ଆମର ପରବର୍ତ୍ତୀ ବିଶ୍ଳେଷଣ।